ଜଳୁଛି ସାରା ଓଡ଼ିଶା ଆକାଶରୁ ନିଆଁ ବର୍ଷୁଛି। ପାରଦ 43-44 ଡିଗ୍ରୀ ମୁହାଁ ହେଲାଣି। 18 ତାରିଖ ସୁଦ୍ଧା ପହଞ୍ଚିବ 45 ଡିଗ୍ରୀ ସେଲସିୟସ୍। ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ, ମାତ୍ର ସୀମିତ ଅଞ୍ଚଳରେ କାଁ ଭାଁ। ବଡ଼ ବର୍ଷା ସମ୍ଭାବନା ଏବେ କମ୍। ଗୁରୁବାର ଟିଟଲାଗଡ଼ ପହଞ୍ଚିଗଲା 43.7 ଡିଗ୍ରୀରେ। ଝାରସୁଗୁଡ଼ା ବି 43.6 ଡିଗ୍ରୀରେ ଛୁଇଁଥିଲା। 14ଟି ସ୍ଥାନରେ ପାରଦ 40 ଡିଗ୍ରୀ ଉପରେ ଥିଲା। ସେଥିମଧ୍ୟରୁ ସମ୍ବଲପୁର 42.2, ହୀରାକୁଦ 42.2, ଭବାନୀପାଟଣା 42.5, ବଲାଙ୍ଗୀର 42.2 ତାତିରେ ଛଟପଟ ହୋଇଥିଲା। ଉପକୂଳରେ ପାରଦ 35ରୁ 36 ଡିଗ୍ରୀ ରହିଥିଲେ ବି ଗୁଳୁଗୁଳି ପ୍ରକୋପ ଅସହ୍ୟ ହେଉଛି। ଆସନ୍ତା 2 ଦିନ ରାଜ୍ୟର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ନାହିଁ। ଅନ୍ୟପଟେ 18-19 ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ୱାର୍ଣ୍ଣିଂ ଜାରି କରାଯାଇଛି। 17 ତାରିଖ ଝାରସୁଗୁଡ଼ା ଓ ଟିଟଲାଗଡ଼ରେ ପାରଦ 44 ଡିଗ୍ରୀ ଛୁଇଁପାରେ। ଉପକୂଳ ଓଡ଼ିଶା 37ରୁ 38 ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି। ଏହାପରେ ପୁଣି ଜିଲ୍ଲାଗୁଡ଼ିକର ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 20 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ମଧ୍ୟ ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆକଳନ କରାଯାଇଛି। ବର୍ଷା, ଘଡ଼ଘଡ଼ି ଏବଂ ପବନ ପାଇଁ ଆଜି 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରିପୋର୍ଟ ନ୍ୟୁଜ୍ ସାଲା 24x7।